ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହତ୍ୟା ମାମଲାରେ ଆଜି ପୁରୁଷ ବନ୍ଧୁଙ୍କୁ ରିମାଣ୍ଡରେ ବାନ୍ଧିଛି ପୋଲିସ। ଅନେକ ତଥ୍ୟ ସାମ୍ନାକୁ ଆସିବ, ଅନେକ କଥା ସମସ୍ତେ ଜାଣିବେ। ସେ ନେଇକି ଯେତେବେଳେ ପୋଲିସ ରିମାଣ୍ଡରେ ନେଇଛି ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କୁ, ଆମେ ଆସି ପହଞ୍ଚିଛୁ ଚନ୍ଦ୍ରିକାଙ୍କ ପରିବାର ପାଖରେ। ଆମେ ଅଧିକ ଆଲୋଚନା କରିବା। ଆମ ସହିତ ଅଛନ୍ତି ଚନ୍ଦ୍ରିକାଙ୍କର ମା। ଆଜ୍ଞା, ଆଜି ଯେତେବେଳେ ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କୁ ପୋଲିସ ରିମାଣ୍ଡରେ ନେଉଛି, କୋଉ କୋଉ କଥା ସାମ୍ନାକୁ ଆସିବ ବୋଲି ଆପଣ ଭାବୁଛନ୍ତି? ମୁଁ ପ୍ରଥମତଃ କହିମି ଭୀମସେନ ଆଉ ଦୁଇ ଜଣ ଦୋଷୀ, ତେଣୁ ତୁରନ୍ତ ଆରେଷ୍ଟ କରିକି ତାକୁ ଜେରା କରାଯାଉ। ତାହାରି ପାଇଁ ସେ ଥାର୍ଡ଼ ପର୍ସନ୍ ପଶିବାରୁ ଆମ ଝିଅ ଆଉ ଭୀମସେନ ଭିତରେ ଫାଟ ସୃଷ୍ଟି ହେଲା। ତେଣୁ ମୁଁ ତୁରନ୍ତ ସେଇଟା ମୁଁ କହୁଛି ଯେ ତୁରନ୍ତ ଗିରଫ କରାହେଉ ଆଉ ତାଙ୍କ ଭିତରେ ଯେଉଁ ସବୁ ସମ୍ପର୍କ ଥିଲା ସେଇଗୁଡ଼ାକ ସବୁ ପଦାକୁ ଆସୁ। ତାର ମୋବାଇଲରେ ସବୁ ଖୋଳତାଡ଼ କରାହେଉ, ଆଉ ସେ ଲ୍ୟାପଟପ୍ ଡାଏରୀ ଏଗୁଡ଼ାକ ସବୁ ଖୋଜି ବାହାର କରନ୍ତୁ, ଆଉ ତାଙ୍କର କ'ଣ ସବୁ କଥାବାର୍ତ୍ତା ହେଇଛନ୍ତି ମୋବାଇଲରେ ସେଇଗୁଡ଼ାକ ସବୁ ବାହାର କରନ୍ତୁ, ଆଉ ତାର ସତ୍ୟତା ତା ପାଖରେ ଉଗାଳନ୍ତୁ। ଆଜି ଯେତେବେଳେ ପୋଲିସ ଭୀମସେନ ଟୁଡୁଙ୍କୁ ରିମାଣ୍ଡରେ ନେଉଛି, କୋଉ ଉତ୍ତର ମିଳିପାରିବ ବୋଲି ଆପଣ ଆଶା ରଖିଛନ୍ତି? ମୁଁ ଏଇ ଯେଉଁ ଗୁଡ଼ାକ ମୋ ମନ ଭିତରେ ଯେଉଁ ପ୍ରଶ୍ନ ଅଛି ସେଇଗୁଡ଼ାକ ବାହାର କରିପାରିବେ ବୋଲିକି ମୋର ଆଶା ଅଛି। ଆଉ ସେ ମୋବାଇଲରେ ସବୁ ଜିନିଷ ଅଛି, ସେଇଠାରେ ଖୋଳତାଡ଼ କଲେ ସିଏ ସବୁ ବାହାରି ପଡ଼ିବ, ସିଏ ସବୁ କହିବ। ଆଉ ସେ ଯେଉଁ ମିଛ କଥା କହୁଛି ମୁଁ 6 ମାସ ହେଲାଣି ବ୍ରେକଅପ୍ କରିଛି, ଏଇଟା ଯାହା ମିଛ। ସିଏ 6 ମାସ ହେଲାଣି ଯଦି ବ୍ରେକଅପ୍ କରିଛି ତାହେଲେ ଆମ ଝିଅ ସହିତ କେମିତି ସେ ପାଟିକି ଯାଇଥିଲା ମେ 11 ତାରିଖରେ। ଏଇଠି ଆମ ଘରେ ପଶିକି ଡ୍ରେସ୍ ସବୁ ଚେଞ୍ଜ କରିକି ଦୁଇ ଜଣ ବାହାରିକି ଯାଇଛନ୍ତି, ପାର୍ଟି ଆଟେଣ୍ଡ କରିଛନ୍ତି। ଆଉ ତା ପୂର୍ବରୁ ବି ମେ 9 ତାରିଖ ଥିଲା ଆମ ଝିଆରୀ ଯେ ଭୁବନେଶ୍ୱର ଅଛି, ତାର ବାର୍ଥଡେ ବି ଦୁଇ ଜଣ ଯାଇକି କେକ୍ କିଣିକି ପୁଣି ଭୀମସେନ ଗାର୍ଡ଼ରେ ଆଣିକି ଆମ ଝିଅକୁ ତାଙ୍କ ଦୁଆର ମୁହଁରେ ଛାଡ଼ିକି ସେ ଯାଇଛି। ଆଉ ଏତେ ସବୁ ହେଇଛି, ଆଉ ସେ କେମିତି କହୁଛି 6 ମାସ ହେଲାଣି ବ୍ରେକଅପ୍। ଆଉ ସେଇଗୁଡ଼ାକ ତାକୁ ଭଲ ଭାବରେ ପଚାରନ୍ତୁ, ଆଉ ତାହାର ସତ୍ୟତା ଉଗାଳନ୍ତୁ। ମ୍ୟାଡ଼ାମ, ଗୋଟିଏ କଥା ସାମ୍ନାକୁ ଆସୁଛି କି ଚନ୍ଦ୍ରିକା ପ୍ରତିଦିନ ଡାଏରୀ ଲେଖୁଥିଲେ, ଆଉ ଏସବୁ ବାବଦରେ ସେ ଡାଏରୀ ଲେଖିଥିଲେ, କିନ୍ତୁ ସେଇ ଦିନ ଠାରୁ ଡାଏରୀ ଆଜି ପର୍ଯ୍ୟନ୍ତ ମିଳିନାହାନ୍ତି। କ'ଣ ଲାଗୁଛି ଯେ ଡାଏରୀ ମିଳିବ ଏବଂ ସବୁ କଥା ସାମ୍ନାକୁ ଆସିବ? ସେଇଟା ତ ବହୁତ ଗୋଟେ ମାନେ ଆଶ୍ଚର୍ଯ୍ୟ ଲାଗୁଛି। ସେ ଡାଏରୀ ସେ ବ୍ୟାଗ୍ରେ ହିଁ ରଖିଥାଏ। ଆମେ ଯେତେବେଳେ ଯାଇଥିଲୁ ଝିଅର ଏଇସବୁ ଶୁଣିଲା ପରେ, ଆଉ ପୋଲିସ କହିଲେ ଯେ ନା ସେ ଡାଏରୀ ମିଳୁନାହିଁ, ସେଇଟା ତ ବ୍ୟାଗ୍ରେ ହିଁ ରହିଥାଏ, ସେ କୁଆଡ଼େ ଗଲା। ସେଇଟାକୁ ତୁରନ୍ତ ବାହାର କଲେ ସେଇଟାର ହୁଏତ ସବୁ କ'ଣ ସବୁ ଥାଇପାରେ, ତାଙ୍କ ଏଗନେଷ୍ଟରେ ଇଏ ଲେଖି ଥାଇପାରେ। ସେଇଥିପାଇଁ ଏମାନେ କୁଆଡ଼େ ଫିଙ୍ଗି ଦେଇଛନ୍ତି କି କୁଆଡ଼େ ଚିରି ଦେଇଛନ୍ତି କି କୁଆଡ଼େ ଲୁଚେଇ ଦେଇଛନ୍ତି, ସେଇଗୁଡ଼ାକ ବାହାରି ପଡ଼ିବ। ଏଇଟାକ ସେ ଭୀମସେନକୁ ଭଲ ଭାବରେ ଜେରା କଲେ ତାକୁ ଏଇ ସବୁ ଜିନିଷ ଗୁଡ଼ାକ ଆସିବ, ତାଙ୍କ ପାଟିରୁ ହିଁ ସେ ଉଗାଳନ୍ତୁ ଯେ ଏଇ ଜିନିଷ ଗୁଡ଼ା ଗଲା କୁଆଡ଼େ। ମ୍ୟାଡ଼ାମ, ଚନ୍ଦ୍ରିକାଙ୍କର ଡାଏରୀ ସହିତ ତାଙ୍କ ଫୋନ୍ ଏବଂ ଲ୍ୟାପଟପ୍ ଏବଂ ବ୍ୟାଗ୍ରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ରହିଛି, ଯାହାଥିରୁ ମୃତ୍ୟୁର କାରଣ ବିଷୟରେ ମଧ୍ୟ ଜଣାପଡ଼ିବ। ସେ ନେଇକି ଆପଣ ମଧ୍ୟ କେତେ ଆଶାବାଦୀ ଅଛନ୍ତି ଯେ ସେ ସବୁ ଜିନିଷ ସହଜରେ ମିଳିପାରିବ ବୋଲି? ଓ ଯଦି ତାକୁ ଭଲ ଭାବରେ ଜେରା କରାହେବ ସେଇଗୁଡ଼ା ବି ସିଏ ସବୁ ଉଗାଳି ଦେବ, କହିଦେବ, ବାହାରି ପଡ଼ିବ। ସିଏ ଲ୍ୟାପଟପ୍ ଏପର୍ଯ୍ୟନ୍ତ ମିଳିନି, ସେଇଟା କେଉଁଠି ଅଛି। ଆଉ ହୁଏତ ତାର ଭାଇ ବି ସେଇଟା ତାକୁ ଯଦି ଦେଇଥାଇପାରେ, କେଉଁଠି ଲୁଚେଇ ଥାଇପାରନ୍ତି ଘରେ, ସେଗୁଡ଼ା ବି ଯଦି ଖୋଳତାଡ଼ କଲେ ସେଗୁଡ଼ାକ ବାହାରି ପଡ଼ିବ। କିନ୍ତୁ ବର୍ତ୍ତମାନ ଭୀମସେନକୁ ଭଲ ଭାବରେ ତାକୁ ପଚରା କେଉଁ ଉଚରା କେଉଁ ପ୍ରଶ୍ନ କରାଯାଉ। ସବୁ ତାଙ୍କୁ ପଚାରିବା ଦରକାର ବୋଲି ଆପଣ ଭାବୁଛନ୍ତି? ତାକୁ ନିଶ୍ଚିତ ଭାବରେ ମୁଁ କହିବି ଯେ ସେଇ ଯେଉଁ ଥାର୍ଡ଼ ପର୍ସନ୍ ତାର ବିଷୟରେ ତଦନ୍ତ ପୁରା ଭଲ ଭାବରେ କରନ୍ତୁ। ସେ ଝିଅ କହୁଛି କ'ଣ ନା ଆମେ ଖାଲି ଫ୍ରେଣ୍ଡସିପ୍ କେବେ ଏମିତି କରନ୍ତିନି। ଆଉ ତା ଭିତରେ ଅଛି ସବୁ ଜିନିଷ। ଆଉ ସେ ମୋବାଇଲ ସମସ୍ତଙ୍କର ଖୋଳତାଡ଼ କରନ୍ତୁ, ଆଉ ତାର ସତ୍ୟତା ବାହାର କରନ୍ତୁ, ଆଉ ତାକୁ ତୁରନ୍ତ ଆରେଷ୍ଟ କରନ୍ତୁ। ମ୍ୟାଡ଼ାମ, ଘଟଣା ଦିନ ଚନ୍ଦ୍ରିକା ତାଙ୍କର ପୁରୁଷ ବନ୍ଧୁ ଭୀମସେନଙ୍କୁ କଲ୍ କରିଥିଲେ, କିନ୍ତୁ ଭୀମସେନ କଲ୍ ଉଠାଇ ନଥିଲେ। ପରବର୍ତ୍ତୀ ସମୟରେ ସେ ତାଙ୍କ ବାନ୍ଧବୀଙ୍କୁ କଲ୍ କରିଥିଲେ। ଏଇ ଯେଉଁ ତ୍ରୈକୋଣୀୟ ସ୍ଥିତି ଉପୁଜିଥିଲା, ତାକୁ ନେଇକି ଆପଣ କ'ଣ କହିବେ? ଏଇଟା ତ ମୋତେ ପୁରା ଲାଗୁଛି ଦୁଇ ଜଣଙ୍କର ପ୍ରି ପ୍ଲାନ୍ କିଛି ଗୋଟେ କରିକି ଏସବୁ ଚାଲିଥିଲା ତାଙ୍କର। ଏଇ ଆମ ଝିଅକୁ ହତ୍ୟା କରିବାର ପ୍ରି ପ୍ଲାନ୍ ସବୁ ଚାଲିଥିଲା। ଆକୁ ଇଏ ଫୋନ୍ କଲାକୁ ସିଏ ଉଠେଇ ନାହିଁ, କିନ୍ତୁ ତା ପରବର୍ତ୍ତୀ 10 ମିନିଟ୍ ସେ
ଫୋନ୍ କରିକି କ'ଣ ବାର୍ତ୍ତାଳାପ ହେଇଛି ସେଇଟାକ ଲୋକଲୋଚନକୁ ଆସୁ। ସେ କ'ଣ ସବୁ କଥା ହେଇଛନ୍ତି ଆଉ କୋଉ ଭଳିଆ କରିକି ଆକୁ ହତ୍ୟା କରିଛନ୍ତି। ମ୍ୟାଡ଼ାମ୍ ଯୋଉଦିନ ଏ ଘଟଣା ଘଟିଲା ଆପଣଙ୍କୁ ଚନ୍ଦ୍ରିକା କଲ୍ କରିଥିଲେ କି? ଆଉ ଯଦି କରିଥିଲେ ଆପଣଙ୍କ ସହିତ କ'ଣ କଥା ହେଇଥିଲେ ଶେଷ ଥର ପାଇଁ? ସେ ଶେଷ ଥର ପାଇଁ ଖାଲି ସେ ମୋତେ କହିଥିଲା ମାମା ସେ ଫୋନ୍ ଉଠଉନି ଆଉ ମୋତେ ମୁଁ ବି ଫୋନ୍ କଲାକୁ ଉଠେଇ ନଥିଲା ଆଉ ମାମା ତମେ ଫୋନ୍ କର ଖାଲି ଏତିକି କହିଥିଲା। ମୁଁ କହିଲି ମା ମୁଁ ଫୋନ୍ କରିଥିଲି ଆଉ ସିଏ ଉଠେଇ ନାହିଁ। ତାପରେ ମୁଁ ମେସେଜ୍ ବି କରିଥିଲି ଆଉ ସିଏ ମୁଁ କହିଲି ଭୀମସେନକୁ ମେସେଜ୍ କରିଥିଲି ବାପା ତମ ଆଡ଼ୁ ଟିକେ ତମେ ଫୋନ୍ ମୋତେ କର ବୋଲିକି, କିନ୍ତୁ ସେ ସବୁ ସେ ଫୋନ୍ କରିନଥିଲା। କିନ୍ତୁ ସେ କ'ଣ ତାପରେ ତାକୁ ପାଟି କରିଥିଲା ଝିଅଟାକୁ। ଝିଅ ମୋତେ ସେ ଲାଷ୍ଟର ସେଇ କଥା ଯାହା କହିଥିଲା କହିଲା ତମେ ତାକୁ କ'ଣ କହିଛ ଯେ ମୋତେ ଏବେ ସବୁ ଶୁଧୁଛି ପାଟି କରୁଛି ଆଉ ତମ ଘର ଲୋକ ମିଶିକି ମୋତେ ପାଟି କରୁଛ କହୁଛ ଏଟା ହେଟା ଏମିତି ସେ କହୁଥିଲା। ସେ ଲାଷ୍ଟ ସେଇ କଲ୍ଟା ମୋତେ କହିଥିଲା। ମ୍ୟାଡ଼ାମ୍ ଯେତେବେଳେ 2 ଦିନ ପାଇଁ ପୋଲିସ ରିମାଣ୍ଡରେ ନେଇଛି ପୁରୁଷ ବନ୍ଧୁ ଭୀମସେନଙ୍କୁ, କ'ଣ ଆଶା ଅଛି ଯେ ନ୍ୟାୟ ମିଳିବ? ହଁ ମୋତେ ଆଶା ଅଛି ନ୍ୟାୟ ମିଳିବ। ଯେହେତୁ ଏଇ ସବୁ ତାଙ୍କର କଲ୍ ରେକର୍ଡ଼ିଂ ଏକା ସବୁ ଯାଞ୍ଚ ସବୁ ଚାଲିଛି ବୋଲିକି ମୁଁ ଶୁଣିତେ ପାଉଛି। ଆଉ ସେଇଥିରେ ଆଉ କିନ୍ତୁ ଆଜି ଯେଉଁ ରିମାଣ୍ଡ ଆଜି କାଲି 2 ଦିନିଆ ରିମାଣ୍ଡରେ ଯେଉଁ ତାକୁ ଆଣୁଛନ୍ତି ଆଉ ସେଇଥିରେ ମୋତେ ଟିକେ ମାନେ ଆଶା ଅଛି ତା ପାଟିରୁ ସତ ଉଗାଡ଼ି ପାରିବେ ବୋଲି ପୋଲିସ ପ୍ରଶାସନ। ତେବେ ଆପଣ ଶୁଣୁଥିଲେ ପ୍ରତିକ୍ରିୟା। ଆମ ସହିତ ଥିଲେ ଚନ୍ଦ୍ରିକାଙ୍କର ମା, ଯେ ଆଶାବାଦୀ ଅଛନ୍ତି ଯେ ତାଙ୍କ ଝିଅକୁ ନ୍ୟାୟ ମିଳିବ ଏବଂ ସେ ଯେଉଁ ମୃତ୍ୟୁକାଣ୍ଡର ଘଟଣା ସବୁ କିଛି ପଦାକୁ ଆସିବ।